ଓମ୍ ଶାନ୍ତି। 11 ଏପ୍ରିଲ 2025 ପ୍ରାତଃ ମୁରଲି। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ, ଏବେ ଏହି ନାଟକ ଶେଷ ହେବାକୁ ଯାଉଛି। ତୁମମାନଙ୍କୁ ଘରକୁ ଫେରିବାକୁ ହେବ। ତେଣୁ ଏହି ଦୁନିଆରୁ ମୋହ ତୁଟାଇ ଦିଅ। ନିଜ ଘରକୁ ଏବଂ ନୂଆ ରାଜ୍ୟକୁ ମନେ ପକାଅ। ଏବେ ଏହି ନାଟକ ଶେଷ ହେବାକୁ ଯାଉଛି। ତୁମମାନଙ୍କୁ ଘରକୁ ଫେରିବାକୁ ହେବ। ତେଣୁ ଏହି ଦୁନିଆରୁ ମୋହ ତୁଟାଇ ଦିଅ। ନିଜ ଘରକୁ ଏବଂ ନୂଆ ରାଜ୍ୟକୁ ମନେ ପକାଅ। ପ୍ରଶ୍ନ: ଦାନର ମହତ୍ତ୍ୱ କେତେବେଳେ ଥାଏ ଏବଂ ଏହାର ପ୍ରତିଦାନ କେଉଁ ପିଲାମାନଙ୍କୁ ମିଳିଥାଏ? ଦାନର ମହତ୍ତ୍ୱ କେତେବେଳେ ଥାଏ ଏବଂ ଏହାର ପ୍ରତିଦାନ କେଉଁ ପିଲାମାନଙ୍କୁ ମିଳିଥାଏ? ଉତ୍ତର: ଦାନର ମହତ୍ତ୍ୱ ସେତେବେଳେ ରହିଥାଏ ଯେତେବେଳେ ଦାନ କରାଯାଇଥିବା ଜିନିଷ ପ୍ରତି ମୋହ ନଥାଏ। ଯଦି ଦାନ କରିବା ପରେ ପୁଣି ମନେ ପଡ଼ିଲା, ତେବେ ତାହା ବଦଳରେ କୌଣସି ଫଳ ମିଳିପାରିବ ନାହିଁ। ପ୍ରକୃତରେ ପରବର୍ତ୍ତୀ ଜନ୍ମ ପାଇଁ ହିଁ ଦାନ କରାଯାଇଥାଏ। ସେଥିପାଇଁ ଏହି ଜନ୍ମରେ ତୁମ ପାଖରେ ଯାହା କିଛି ଅଛି, ସେଥିରୁ ମମତ୍ୱ ତୁଟାଇ ଦିଅ ଏବଂ ଟ୍ରଷ୍ଟି ଅର୍ଥାତ୍ ନିମିତ୍ତ ହୋଇ ସମ୍ଭାଳ। ଏଠାରେ ତୁମେ ଯାହା କିଛି ଈଶ୍ୱରୀୟ ସେବାରେ ଲଗାଉଛ, ହସ୍ପିଟାଲ ବା କଲେଜ ଖୋଲୁଛ, ତାହାଦ୍ୱାରା ଅନେକଙ୍କର କଲ୍ୟାଣ ହୋଇଥାଏ। ତାହାର ପ୍ରତିଦାନରେ ତୁମକୁ 21 ଜନ୍ମ ପାଇଁ ମିଳିଯାଇଥାଏ। ଓମ୍ ଶାନ୍ତି। ପିଲାମାନଙ୍କୁ ନିଜର ଘର ଏବଂ ନିଜ ରାଜଧାନୀ ମନେ ଅଛି? ଏଠାରେ ଯେତେବେଳେ ବସୁଛ, ବାହାରର କଥା, ଘରଦ୍ୱାର, କାମଧନ୍ଦା ଆଦି ମନେ ପଡ଼ିବା ଉଚିତ ନୁହେଁ। ବାସ୍, ନିଜର ଘର ପରମଧାମ ହିଁ ମନେ ପଡ଼ିବା ଉଚିତ। ଏବେ ଏହି ପୁରୁଣା ଦୁନିଆରୁ ନୂଆ ଦୁନିଆକୁ ଫେରିବାର ସମୟ। କାରଣ ଏହି ପୁରୁଣା ଦୁନିଆ ତ ବିନାଶ ହୋଇଯିବ। ସବୁକିଛି ଅଗ୍ନିରେ ସ୍ୱାହା ହୋଇଯିବ। ମିତ୍ର ସମ୍ବନ୍ଧୀ ଆଦି ଯେଉଁମାନଙ୍କୁ ଏହି ଆଖିରେ ଦେଖୁଛ, ସେସବୁ ବିନାଶ ହୋଇଯିବେ। ଏହି ଜ୍ଞାନ ବାବା ହିଁ ଆତ୍ମାମାନଙ୍କୁ ବୁଝାଉଛନ୍ତି। ପିଲାମାନେ ଏବେ ନିଜର ଘରକୁ ଫେରିବାକୁ ହେବ। ନାଟକ ଶେଷ ହେବାକୁ ଯାଉଛି। ଏହା ହେଉଛି 5000 ବର୍ଷର ଚକ୍ର। ଦୁନିଆ ତ ରହିଛି, କିନ୍ତୁ ଏହାକୁ ଥରେ ସମ୍ପୂର୍ଣ୍ଣ ରୂପେ ଘୂରିବା ପାଇଁ ପୁରା 5000 ବର୍ଷ ଲାଗୁଛି। ଯେତେ ସବୁ ଆତ୍ମାମାନେ ଅଛନ୍ତି, ଏବେ ସମସ୍ତେ ଘରକୁ ଫେରିଯିବେ। ଏହି ପୁରୁଣା ଦୁନିଆ ହିଁ ଶେଷ ହୋଇଯିବ। ବାବା ସବୁ କଥା ଭଲ ଭାବରେ ବୁଝାଉଛନ୍ତି। କେହି କେହି ହତବାଗା ଥାନ୍ତି, ଯିଏକି ତୁଚ୍ଛାଟାରେ ନିଜର ସମ୍ପତ୍ତି ହରେଇ ଦେଇଥାନ୍ତି। ଭକ୍ତି ମାର୍ଗରେ ଦାନ ପୁଣ୍ୟ ତ କରିଥାନ୍ତି ନା। ଯଦି କେହି ଧର୍ମଶାଳା ତିଆରି କରିଥାନ୍ତି ବା କେହି ହସ୍ପିଟାଲ ତିଆରି କରିଥାନ୍ତି, ତେବେ ବୁଦ୍ଧିରେ ଥାଏ କି ଏହାର ଫଳ ଆର ଜନ୍ମରେ ମିଳିବ। କୌଣସି ଆଶା ନ ରଖି ଅନାସକ୍ତ ହୋଇ କେହି କିଛି ବି କରୁନାହାନ୍ତି। ଏମିତି ତ ବହୁତ କହିଥାନ୍ତି ଯେ ଫଳର ଇଚ୍ଛା ଆମେ ରଖୁନାହୁଁ। କିନ୍ତୁ ନା, ଫଳ ତ ନିଶ୍ଚୟ ମିଳିଥାଏ। ମନେ କର କାହା ପାଖରେ ପଇସା ଅଛି, ସେଥିରୁ ଯଦି ସିଏ ଧର୍ମ କାର୍ଯ୍ୟରେ ଲଗାଇଲେ, ତେବେ ବୁଦ୍ଧିରେ ରହିଥାଏ କି ମୋତେ ଆର ଜନ୍ମରେ ମିଳିବ। ଯଦି ମମତ୍ୱ ରହିଲା ଯେ ଏହି ଜିନିଷ ମୋର, ତେବେ ଏପରି ଭାବିଲେ ପର ଜନ୍ମରେ କିଛି ବି ମିଳିବ ନାହିଁ। ଦାନ ପରିବର୍ତ୍ତେ ପରବର୍ତ୍ତୀ ଜନ୍ମ ପାଇଁ କରାଯାଏ। ଯଦି ଆର ଜନ୍ମରେ ମିଳିବ, ତେବେ ଏହି ଜନ୍ମରେ ମହତ୍ତ୍ୱ କାହିଁକି ରଖୁଛ? ସେଥିପାଇଁ ବାବା ତୁମକୁ ନିମିତ୍ତ କରାଇଥାନ୍ତି, ଯାହାଦ୍ୱାରା ନିଜର ମମତ୍ୱ ତୁଟିଯିବ। ଯଦି କେହି ବଡ଼ ସାହୁକାରଙ୍କ ଘରେ ଜନ୍ମ ନେଇଥାନ୍ତି, ତେବେ କୁହାଯାଏ ସିଏ ଭଲ କର୍ମ କରିଛନ୍ତି। କେହି କେହି ରାଜାରାଣୀଙ୍କ ପାଖରେ ମଧ୍ୟ ଜନ୍ମ ନେଇଥାନ୍ତି, କାହିଁକି ନା ସେମାନେ ବହୁତ ଦାନ ପୁଣ୍ୟ କରିଛନ୍ତି। କିନ୍ତୁ ତାହା ହେଉଛି ଅଳ୍ପ କାଳ ପାଇଁ, ଗୋଟିଏ ଜନ୍ମ ପାଇଁ। ଏବେ ତ ତୁମେ ଏହି ପାଠ ପଢ଼ୁଛ, ଜାଣୁଛ ଏହି ପାଠ ଦ୍ୱାରା ଆମକୁ ଏହିପରି ହେବାକୁ ହେବ। ତେଣୁ ଦିବ୍ୟଗୁଣ ଧାରଣ କରିବା ଦରକାର। ଏଠାରେ ଯାହା ଦାନ କରୁଛ, ତାହା ଦ୍ୱାରା ଏହି ଆତ୍ମିକ ବିଶ୍ୱବିଦ୍ୟାଳୟ, ଡାକ୍ତରଖାନା ଖୋଲାଯାଉଛି। ତେବେ ଦାନ ଦେଲା ପରେ ସେଥିରୁ ମମତ୍ୱ ତୁଟାଇ ଦେବା ଦରକାର। କାହିଁକି ନା ତୁମେ ଜାଣିଛ, ଆମେ ଭବିଷ୍ୟତ 21 ଜନ୍ମ ପାଇଁ ବାବାଙ୍କ ଠାରୁ ନେଉଛୁ। ଏହି ବାବା ତୁମମାନଙ୍କ ପାଇଁ ଘର ତିଆରି କରୁଛନ୍ତି।
ଏହା ତ ଅସ୍ଥାୟୀ ଅଟେ, ନଚେତ ଏତେ ସବୁ ପିଲା କେଉଁଠାରେ ରହିବେ? ସବୁକିଛି ଶିବ ବାବାଙ୍କୁ ଦେଉଛନ୍ତି। ସିଏ ହିଁ ଧନୀ ଅର୍ଥାତ୍ ମାଲିକ ଅଟନ୍ତି। ସେ ଏହାଙ୍କ ଦ୍ୱାରା ଅର୍ଥାତ୍ ବ୍ରହ୍ମାଙ୍କ ଦ୍ୱାରା ଏହା କରାଉଛନ୍ତି। ଶିବ ବାବା ତ ରାଜତ୍ୱ କରୁନାହାନ୍ତି, ସିଏ ତ ଦାତା ଅଟନ୍ତି। ତାଙ୍କର ପୁଣି ମମତ କେଉଁଥିରେ ରହିବ? ଏବେ ବାବା ଶ୍ରୀମତ ଦେଉଛନ୍ତି କି ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ। ପୂର୍ବରୁ ତୁମେ ଯେତେବେଳେ କାହାକୁ ଜ୍ଞାନ ଦେଉଥିଲ, ତେବେ ମୃତ୍ୟୁର କିଛି କଥା କହୁନଥିଲ। ଏବେ ବାବା ଆସିଛନ୍ତି, ତେଣୁ ପୁରୁଣା ଦୁନିଆର ନିଶ୍ଚୟ ବିନାଶ ହେବ। ବାବା କହୁଛନ୍ତି, ମୁଁ କେବଳ ଆସିଛି ଏହି ପୁରୁଣା ଦୁନିଆକୁ ବିନାଶ କରିବା ପାଇଁ। ଏହି ରୁଦ୍ର ଯଜ୍ଞରେ ସାରା ପୁରୁଣା ଦୁନିଆ ସ୍ୱାହା ହୋଇଯିବ। ଏଠାରେ ଯାହା କିଛି ନିଜ ପାଇଁ ଜମା କରିବ, ତାହା ନୂଆ ଦୁନିଆରେ ମିଳିବ। ନଚେତ ଏଠାରେ ସବୁ କିଛି ଶେଷ ହୋଇଯିବ। କେହି ନା କେହି ଖାଇଯିବେ। ଆଜିକାଲି ମନୁଷ୍ୟ ଉଦ୍ଧାରରେ ମଧ୍ୟ ଦେଉଛନ୍ତି। ବିନାଶ ହେଲେ ତ ସବୁ କିଛି ଶେଷ ହୋଇଯିବ। କେହି କାହାକୁ କିଛି ଦେବେ ନାହିଁ, ସବୁ ଏହିଠାରେ ହିଁ ରହିଯିବ। ଆଜି ଭଲ ଅଛନ୍ତି, କାଲି ଦେବାଳିଆ ହୋଇଯାଉଛନ୍ତି। କାହାକୁ ମଧ୍ୟ କିଛି ପଇସା ମିଳିବାର ନାହିଁ। କାହାକୁ ଦେଲ, ଯଦି ସିଏ ମରିଗଲେ ପୁଣି କିଏ ତାକୁ ଫେରାଇବ? ତେବେ କ'ଣ କରିବା ଦରକାର? ତେଣୁ ଭାରତର 21 ଜନ୍ମର କଲ୍ୟାଣ ପାଇଁ ଏବଂ ପୁଣି ନିଜର 21 ଜନ୍ମର କଲ୍ୟାଣର କାର୍ଯ୍ୟରେ ଲଗାଇ ଦେବା ଦରକାର। ତୁମେ ଯାହା କିଛି ବି କରୁଛ, କେବଳ ନିଜ ପାଇଁ ହିଁ କରୁଛ। ଜାଣୁଛ, ଶ୍ରୀମତ ଦ୍ୱାରା ଆମେ ଉଚ୍ଚପଦ ପାଉଛୁ, ଯାହାଦ୍ୱାରା 21 ଜନ୍ମ ପର୍ଯ୍ୟନ୍ତ ସୁଖ ଶାନ୍ତି ମିଳିବ। ଏହାକୁ କୁହାଯାଉଛି ଅବିନାଶୀ ବାବାଙ୍କର ଆତ୍ମିକ ହସ୍ପିଟାଲ ଏବଂ ୟୁନିଭର୍ସିଟି, ଯେଉଁଠାରୁ ସ୍ୱାସ୍ଥ୍ୟ, ସମ୍ପତ୍ତି ଏବଂ ଖୁସି ମିଳୁଛି। କିନ୍ତୁ ଏଠାରେ ଯଦି କାହାର ସ୍ୱାସ୍ଥ୍ୟ ଅଛି କିନ୍ତୁ ଧନ ନାହିଁ, ତେବେ ସିଏ ଖୁସିରେ ରହିପାରିବ ନାହିଁ। ଯଦି ଉଭୟ ଥିବ, ତେବେ ଖୁସିରେ ରହିବେ। ବାବା ତୁମକୁ 21 ଜନ୍ମ ପାଇଁ ସ୍ୱାସ୍ଥ୍ୟ ଓ ସମ୍ପତ୍ତି ଉଭୟ ଦେଉଛନ୍ତି। ତାହା ମଧ୍ୟ 21 ଜନ୍ମ ପାଇଁ ଜମା କରିବାକୁ ହେବ। ପିଲାମାନଙ୍କର କାମ ହେଲା ଉପାୟ ବାହାର କରିବା। ବାବାଙ୍କର ଆଶୀର୍ବାଦ ଦ୍ୱାରା ଗରିବ ପିଲାମାନଙ୍କର ଭାଗ୍ୟ ଖୋଲି ଯାଉଛି। ବାବା ହିଁ ଗରିବର ବନ୍ଧୁ ଅଟନ୍ତି। ସାହୁକାରଙ୍କର ଭାଗ୍ୟରେ ହିଁ ଏ କଥା ନାହିଁ। ଏହି ସମୟରେ ଭାରତ ସବୁଠାରୁ ଗରିବ ହୋଇଯାଇଛି। ଯିଏ ସାହୁକାର ଥିଲା, ସେ ହିଁ ଗରିବ ହୋଇଯାଇଛି। ଏହି ସମୟରେ ସମସ୍ତେ ପାପ ଆତ୍ମା ହୋଇଯାଇଛନ୍ତି। ଯେଉଁଠାରେ ପୁଣ୍ୟ ଆତ୍ମାମାନେ ଥାଆନ୍ତି, ସେଠାରେ କେହି ଜଣେ ହେଲେ ବି ପାପ ଆତ୍ମା ନଥାନ୍ତି। ତାହା ହେଉଛି ସତ୍ୟଯୁଗ, ସତପ୍ରଧାନ ଦୁନିଆ। ଏହା ହେଉଛି କଳିଯୁଗ, ତମଃ ପ୍ରଧାନ ଦୁନିଆ। ତୁମେ ଏବେ ସତପ୍ରଧାନ ହେବା ପାଇଁ ପୁରୁଷାର୍ଥ କରୁଛ। ବାବା ତୁମମାନଙ୍କୁ ସ୍ମୃତି ଦେଉଛନ୍ତି। ତେଣୁ ତୁମେ ଜାଣୁଛ ଯେ ଆମେ ହିଁ ସ୍ୱର୍ଗବାସୀ ଥିଲୁ, ପୁଣି ଆମେ ହିଁ 84 ଜନ୍ମ ନେଇଛୁ। ବାକି 84 ଲକ୍ଷ ଯୋନିର କଥା ତ ଗପ ଅଟେ। କ'ଣ ଏତେ ଜନ୍ମ ପଶୁ ଯୋନିରେ ରହିଲ? ତେବେ କ'ଣ ଏହି ଶେଷ ଜନ୍ମରେ ମନୁଷ୍ୟ ଜନ୍ମ ମିଳୁଛି? କ'ଣ ଏବେ ଘରକୁ ଫେରିବାକୁ ହେବ? ଏବେ ବାବା ବୁଝାଉଛନ୍ତି, ମୃତ୍ୟୁ ସମ୍ମୁଖରେ ଛିଡ଼ା ହୋଇଛି। ଆଉ 40-50 ହଜାର ବର୍ଷ ନାହିଁ। ମନୁଷ୍ୟ ତ ବିଲକୁଲ ଘୋର ଅନ୍ଧକାରରେ ଅଛନ୍ତି। ସେଥିପାଇଁ କୁହାଯାଉଛି ପଥର ବୁଦ୍ଧି। ଏବେ ତୁମେ ପଥର ବୁଦ୍ଧିରୁ ପାରସ ବୁଦ୍ଧି ହେଉଛ। ଏହି କଥା କୌଣସି ସନ୍ନ୍ୟାସୀ ଆଦି କହିପାରିବେ ନାହିଁ। ଏବେ ତୁମକୁ ବାବା ସ୍ମୃତି ଦେଉଛନ୍ତି ଯେ ତୁମମାନଙ୍କୁ ଏବେ ଘରକୁ ଫେରିଯିବାକୁ ହେବ। ତେଣୁ ଯେତେ ଦୂର ସମ୍ଭବ ନିଜର ବ୍ୟାଗେଜ ଅର୍ଥାତ୍ ଜିନିଷପତ୍ର ସ୍ଥାନାନ୍ତର କରିଦିଅ। ବାବା ଏସବୁ କିଛି ନିଅ, ଆମେ ସତ୍ୟଯୁଗରେ 21 ଜନ୍ମ ପାଇଁ ପାଇଯିବୁ। ଏହି ବ୍ରହ୍ମା ବାବା ମଧ୍ୟ ଦାନ ପୁଣ୍ୟ କରୁଥିଲେ। ଦାନ ପୁଣ୍ୟରେ ତାଙ୍କର ବହୁତ ସଉକ ଥିଲା। ବ୍ୟବସାୟୀମାନେ 2 ପଇସା ଧର୍ମ କାର୍ଯ୍ୟ ନିମନ୍ତେ ରଖିଦେଇଥାନ୍ତି ନା। ବାବା ମଧ୍ୟ ପ୍ରତିଦିନ 1 ଅଣା ଧର୍ମ କାର୍ଯ୍ୟ ପାଇଁ ବାହାର କରୁଥିଲେ। କେହି ବି ଆସିଲେ ଆମ ଦୁଆରୁ ଖାଲି ହାତରେ ନ ଯାଉ। ଏବେ ଭଗବାନ ସମ୍ମୁଖକୁ ଆସିଛନ୍ତି, ଏ କଥା କାହାକୁ ଜଣା ନାହିଁ। ମନୁଷ୍ୟ ଦାନ ପୁଣ୍ୟ କରି କରି ଯଦି ମରିଗଲେ ପୁଣି କେଉଁଠି ମିଳିବ? ପବିତ୍ର ହେଉନାହାନ୍ତି, ବାବାଙ୍କ ସହ ପ୍ରୀତି ରଖୁନାହାନ୍ତି। ବାବା ବୁଝାଉଛନ୍ତି, ଯାଦବ ଏବଂ କୌରବଙ୍କର ହେଉଛି ବିନାଶ କାଳେ ବିପରୀତ ବୁଦ୍ଧି। ପାଣ୍ଡବଙ୍କର ହେଲା ବିନାଶ କାଳେ ପ୍ରୀତି ବୁଦ୍ଧି।
ୟୁରୋପବାସୀ ସମସ୍ତେ ଯାଦବ ଅଟନ୍ତି, ଯିଏକି ମୂଷଳ ବା କ୍ଷେପଣାସ୍ତ୍ର ଆଦି ତିଆରି କରୁଛନ୍ତି। ଶାସ୍ତ୍ରରେ ତ କ'ଣ କ'ଣ ସବୁ ଲେଖିଦେଇଛନ୍ତି। ଡ୍ରାମା ପ୍ଲାନ୍ ଅନୁଯାୟୀ ଢେର ଶାସ୍ତ୍ର ତିଆରି ହୋଇଛି। ଏଥିରେ ପ୍ରେରଣା ଆଦିର କିଛି କଥା ନାହିଁ। ପ୍ରେରଣା ଅର୍ଥାତ୍ ବିଚାର। ବାକି ଏମିତି ନୁହେଁ କି ବାବା ପ୍ରେରଣା ଦ୍ୱାରା ପାଠ ପଢ଼ାଉଛନ୍ତି। ବାବା ବୁଝାଉଛନ୍ତି ଇଏ ମଧ୍ୟ ଜଣେ ବ୍ୟବସାୟୀ ଥିଲେ। ତାଙ୍କର ବହୁତ ଖ୍ୟାତି ଥିଲା। ସମସ୍ତେ ତାଙ୍କୁ ସମ୍ମାନ ଦେଉଥିଲେ। ବାବାଙ୍କର ପ୍ରବେଶତା ହେଲା ପରେ ତାଙ୍କର ଗାଳି ଖାଇବା ଆରମ୍ଭ ହେଲା। ୟାଙ୍କର ବ୍ୟବସାୟରେ ଭଲ ନାଁ ଥିଲା। ତାଙ୍କୁ ସମସ୍ତେ ସମ୍ମାନ ଦେଉଥିଲେ। ବାବା ପ୍ରବେଶ କଲେ ଏବଂ ଏହାଙ୍କର ଗାଳି ଖାଇବା ଆରମ୍ଭ ହୋଇଗଲା। ଶିବ ବାବାଙ୍କୁ ତ କେହି ଜାଣିନାହାନ୍ତି, ନା ତାଙ୍କୁ ଗାଳି ଦେଇପାରିବେ। ଗାଳି ଇଏ ଖାଉଛନ୍ତି। କୃଷ୍ଣ କହିଥିଲେ, ନା ମୁଁ ଲହୁଣୀ ଖାଇନାହିଁ। ଇଏ ମଧ୍ୟ କହୁଛନ୍ତି କର୍ତ୍ତବ୍ୟ ତ ସବୁ ଶିବ ବାବାଙ୍କର, ମୁଁ କିଛି କରୁନାହିଁ। ଯାଦୁଗର ତ ସିଏ, ମୁଁ ନୁହେଁ। ଅଯଥାରେ ଏହାଙ୍କୁ ଗାଳି ଦେଉଛନ୍ତି। ମୁଁ କ'ଣ କାହାକୁ ଭଗାଇ ନେଇ ଆସିଛି କି? କାହାକୁ ମଧ୍ୟ କହିନାହିଁ କି ତୁମେ ଘରଦ୍ୱାର ଛାଡ଼ି ଚାଲିଆସ। ମୁଁ ତ ସେଠାରେ ବା କରାଚିରେ ଥିଲି। ଏମାନେ ଆପେ ଆପେ ପଳାଇ ଆସିଲେ। ଖାଲିଟାରେ ମୋତେ ଦୋଷ ଦେଇଦେଲେ। କେତେ ଗାଳି ଖାଇଲି। କ'ଣ କ'ଣ କଥା ସବୁ ଶାସ୍ତ୍ରରେ ଲେଖିଦେଇଛନ୍ତି। ବାବା କହୁଛନ୍ତି ଏସବୁ ପୁଣି ବି ହେବ। ଏସବୁ ହେଉଛି ଜ୍ଞାନର କଥା। କେହି ମନୁଷ୍ୟ କ'ଣ ଏକଥା କରିପାରିବ? ତାହା ବି ପୁଣି ବ୍ରିଟିଶ ସରକାରଙ୍କର ରାଜ୍ୟ। ସେ ସମୟରେ କାହା ପାଖରେ ଏତେ ମାତା କନ୍ୟା ଆସି ରହିପାରିବେ? କେହି କିଛି କରିପାରିଲେ ନାହିଁ। ଯଦି କାହାର ସମ୍ବନ୍ଧୀ ଆସୁଥିଲେ ତ ପିଲାମାନେ ତାଙ୍କୁ ଏକଦମ ବିଦା କରି ଦେଉଥିଲେ। ବାବା ତ କହୁଥିଲେ ତୁମେ ତାଙ୍କୁ ବୁଝାଇ ସୁଝାଇ ନେଇଯାଇପାରିଲେ ନେଇଯାଅ। ମୁଁ କ'ଣ ମନା କରୁଛି? କିନ୍ତୁ କାହାର ସାହସ ହେଉନଥିଲା। ଶିବ ବାବାଙ୍କର ଶକ୍ତି ଥିଲା ନା। ଏହା କିଛି ନୂଆ କଥା ନୁହେଁ। ଏସବୁ ପୁଣି ବି ହେବ। ଗାଳି ମଧ୍ୟ ଖାଇବାକୁ ପଡ଼ିବ। ଦ୍ରୌପଦୀଙ୍କର ମଧ୍ୟ କଥା ରହିଛି। ଏମାନେ ସବୁ ଦ୍ରୌପଦୀ ଏବଂ ଦୁଃଶାସନ ଅଟନ୍ତି। ଏହା ଜଣକର କଥା ନୁହେଁ। ଶାସ୍ତ୍ରରେ ଏହିସବୁ କାହାଣୀ ସବୁ କିଏ ଲେଖିଥିଲା? ବାବା କହୁଛନ୍ତି ଏହା ମଧ୍ୟ ଡ୍ରାମାରେ ପାର୍ଟ ରହିଛି। ଆତ୍ମାର ଜ୍ଞାନ କାହା ପାଖରେ ନାହିଁ। ବିଲକୁଲ ଦେହ ଅଭିମାନୀ ହୋଇଯାଇଛନ୍ତି। ଦେହୀ ଅଭିମାନୀ ହେବାରେ ମେହନତ ଲାଗୁଛି। ରାବଣ ବିଲକୁଲ ଓଲଟା କରିଦେଇଛି। ଏବେ ବାବା ସିଧା କରୁଛନ୍ତି। ଦେହୀ ଅଭିମାନୀ ହେବା ଦ୍ୱାରା ସ୍ୱତଃ ସ୍ମୃତି ଆସିଥାଏ କି ମୁଁ ଆତ୍ମା ଅଟେ। ଏହି ଦେହ ଯେପରି ଏକ ବାଜା ଅଟେ, ଯାହାକି ବଜାଇବା ପାଇଁ ମିଳିଛି। ଯଦି ଏହି ସ୍ମୃତି ବି ଥାଆନ୍ତା, ତେବେ ଦିବ୍ୟ ଗୁଣ ଆସିଯାଇଥାନ୍ତା। ତୁମେ କାହାକୁ ଦୁଃଖ ବି ଦେଇପାରିନଥାନ୍ତ। ଭାରତରେ ହିଁ ଏହି ଲକ୍ଷ୍ମୀନାରାୟଣଙ୍କର ରାଜ୍ୟ ଥିଲା। ଏହା 5000 ବର୍ଷର କଥା। ଯଦି କେହି ଲକ୍ଷ ଲକ୍ଷ ବର୍ଷ ବୋଲି କହୁଛନ୍ତି, ତେବେ ସିଏ ଘୋର ଅନ୍ଧକାରରେ ଅଛନ୍ତି। ଡ୍ରାମାନୁଯାୟୀ ଯେତେବେଳେ ସମୟ ପୁରା ହେଉଛି, ସେତେବେଳେ ବାବା ଆସୁଛନ୍ତି। ଏବେ ବାବା କହୁଛନ୍ତି ମୋର ଶ୍ରୀମତରେ ଚାଲ। ମୃତ୍ୟୁ ସମ୍ମୁଖରେ ଠିଆ ହୋଇଛି। ପୁଣି ମନରେ ଯାହା କିଛି ଆଶା ରହିଛି ତାହା ସବୁ ବାକି ରହିଯିବ। ମୃତ୍ୟୁ ତ ସୁନିଶ୍ଚିତ। ଏହା ସେହି ମହାଭାରତ ଲଢ଼େଇ ଅଟେ। ତେଣୁ ଯେତେ ନିଜର କଲ୍ୟାଣ କରିପାରିବ ସେତେ ଭଲ। ନଚେତ ତୁମେ ଖାଲି ହାତରେ ଯିବ। ସାରା ଦୁନିଆ ଖାଲି ହାତରେ ଯିବ। କେବଳ ତୁମେ ପିଲାମାନେ ହାତ ଭରପୁର କରି ଅର୍ଥାତ୍ ଧନବାନ ହୋଇଯାଉଛ। ଏସବୁ କଥା ବୁଝିବା ପାଇଁ ବିଶାଳ ବୁଦ୍ଧି ଦରକାର। ଏଠାରେ କେତେ ଧର୍ମର ମନୁଷ୍ୟ ରହିଛନ୍ତି। ଏଠାରେ ପ୍ରତ୍ୟେକଙ୍କର ନିଜ ନିଜର ଅଭିନୟ ଚାଲିଛି। ଜଣକର ପାର୍ଟ ଆଉ ଜଣକ ସହ ମିଶିପାରିବ ନାହିଁ। ପ୍ରତ୍ୟେକଙ୍କର ଚେହେରା ଭିନ୍ନ ଭିନ୍ନ ଅଟେ। କେତେ ଢେର ଚେହେରା ରହିଛି। ଏସବୁ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। କେତେ ଆଶ୍ଚର୍ଯ୍ୟର କଥା ନା। ଏବେ ବାବା କହୁଛନ୍ତି ନିଜକୁ ଆତ୍ମା ମନେକର। ମୁଁ ଆତ୍ମା 84 ଜନ୍ମର ଚକ୍ର ଲଗାଉଛି। ମୁଁ ଆତ୍ମା ଏହି ଡ୍ରାମାର ଅଭିନେତା ଅଟେ। ଏଥିରୁ ଆମେ ବାହାରି ଯାଇପାରିବା ନାହିଁ। ମୋକ୍ଷ ପାଇପାରିବା ନାହିଁ। ତେଣୁ ଚେଷ୍ଟା କରିବା ମଧ୍ୟ ବୃଥା ଅଟେ। ବାବା କହୁଛନ୍ତି ଏହି ଡ୍ରାମାରୁ କେହି ମୁକ୍ତ ହୋଇଯିବେ ଏବଂ ଆଉ କେହି ଆସି ମିଶିଯିବେ, ଏହା ହୋଇପାରିବ ନାହିଁ।
ଏତେ ସବୁ ଜ୍ଞାନ ସମସ୍ତଙ୍କ ବୁଦ୍ଧିରେ ରହିପାରିବ ନାହିଁ। ତୁମମାନଙ୍କୁ ସାରା ଦିନ ଏହିପରି ଜ୍ଞାନରେ ରମଣ କରିବାକୁ ହେବ। ଏକ ଘଡ଼ି ଅଧା ଘଡ଼ି ଏହିପରି ବାବାଙ୍କ ସ୍ମୃତିରେ ରୁହ। ପୁଣି ଏହି ଅଭ୍ୟାସକୁ ବଢ଼ାଇ ଚାଲ। ଭଲେ 8 ଘଣ୍ଟା ସ୍ଥୂଳ ସେବା କର, ଆରାମ ମଧ୍ୟ କର, କିନ୍ତୁ ଏହି ଆଧ୍ୟାତ୍ମିକ ଗଭର୍ଣ୍ଣମେଣ୍ଟର ସେବାରେ ମଧ୍ୟ ସମୟ ଦିଅ। ତୁମେ ନିଜର ହିଁ ସେବା କରୁଛ, ଏହା ହେଉଛି ମୁଖ୍ୟ କଥା। ଯୋଗର ଯାତ୍ରାରେ ରୁହ, ବାକି ଜ୍ଞାନ ଦ୍ୱାରା ଉଚ୍ଚପଦ ପାଇବାକୁ ହେବ। ନିଜର ଯୋଗର ପୁରା ଚାର୍ଟ ରଖ। ଜ୍ଞାନ ତ ସହଜ ଅଟେ। ଯେପରି ବାବାଙ୍କର ବୁଦ୍ଧିରେ ରହିଛି ଯେ ମୁଁ ମନୁଷ୍ୟ ସୃଷ୍ଟିର ବୀଜ ରୂପ ଅଟେ, ଏହାର ଆଦି ମଧ୍ୟ ଅନ୍ତକୁ ଜାଣିଛି। ଆମେ ମଧ୍ୟ ବାବାଙ୍କର ସନ୍ତାନ ଅଟୁ। ବାବା ଏକଥା ବୁଝାଇଛନ୍ତି ଯେ କିପରି ଏହି ସୃଷ୍ଟିଚକ୍ର ଘୁରୁଛି। ସେହି ରୋଜଗାର ପାଇଁ ତ ଆମେ 8-10 ଘଣ୍ଟା ସମୟ ଦେଉଛୁ ନା। ଭଲ ଗ୍ରାହକ ମିଳିଗଲେ ରାତିରେ ମଧ୍ୟ ହାଇ ବା ନିଦ ଆସିନଥାଏ। ଯଦି ହାଇ ମାରିଲ ତେବେ ଜଣାଯିବ ଯେ ଇଏ ଥକି ଯାଇଛନ୍ତି କିମ୍ବା ବୁଦ୍ଧି କେଉଁଠି ବାହାରେ ଘୁରି ବୁଲୁଛି। ସେବା କେନ୍ଦ୍ରମାନଙ୍କରେ ମଧ୍ୟ ବଡ଼ ସାବଧାନତାର ସହିତ ରହିବା ଦରକାର। ଯେଉଁ ପିଲାମାନେ ପରଚିନ୍ତନ ନ କରି ନିଜ ପାଠପଢ଼ାରେ ହିଁ ମସ୍ତ ରହିଥାନ୍ତି, ତାଙ୍କର ସର୍ବଦା ଉନ୍ନତି ହୋଇଥାଏ। ତୁମକୁ ଅନ୍ୟର ଚିନ୍ତନ କରି ନିଜର ପଦଭ୍ରଷ୍ଟ କରିବାର ନାହିଁ। ଖରାପ କଥା ଶୁଣ ନାହିଁ, ଖରାପ କଥା ଦେଖ ନାହିଁ। କେହି ଯଦି ଭଲ କଥା କହୁନାହାନ୍ତି ତେବେ ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦିଅ। ସର୍ବଦା ନିଜକୁ ଦେଖିବା ଦରକାର, ଅନ୍ୟକୁ ନୁହେଁ। ନିଜର ପାଠପଢ଼ା ଛାଡ଼ିବା ଉଚିତ ନୁହେଁ। ବହୁତ ରୁଷି ଯାଉଛନ୍ତି, ଆସିବା ବନ୍ଦ କରିଦେଉଛନ୍ତି, ପୁଣି ଆସୁଛନ୍ତି। ନ ଆସିଲେ ଯିବେ କୁଆଡ଼େ? ସ୍କୁଲ ତ ଗୋଟିଏ। ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିବା ଉଚିତ ନୁହେଁ। ତୁମେ ନିଜର ପାଠପଢ଼ାରେ ମସ୍ତ ହୋଇ ରୁହ, ବହୁତ ଖୁସିରେ ରୁହ। ଭଗବାନ ପାଠ ପଢ଼ାଉଛନ୍ତି, ବାକି ଆଉ କ'ଣ ଦରକାର? ଭଗବାନ ଆମର ପିତା, ଶିକ୍ଷକ, ସଦ୍ଗୁରୁ ଅଟନ୍ତି। ତାଙ୍କ ସହିତ ହିଁ ବୁଦ୍ଧିର ଯୋଗ ଲଗାଇବାକୁ ହେବ। ସେ ହେଉଛନ୍ତି ସାରା ଦୁନିଆର ସର୍ବଶ୍ରେଷ୍ଠ ପ୍ରିୟତମ, ଯିଏକି ତୁମକୁ ପ୍ରଥମ ନମ୍ବର ବିଶ୍ୱର ମାଲିକ କରୁଛନ୍ତି। ବାବା କହୁଛନ୍ତି ତୁମର ଆତ୍ମା ବହୁତ ପତିତ ହୋଇଯାଇଛି, ତେଣୁ ଉଡ଼ିପାରୁନାହିଁ। ପବିତ୍ରତାର ଡେଣା କଟିଯାଇଛି। ରାବଣ ହିଁ ସବୁ ଆତ୍ମାମାନଙ୍କର ଡେଣା କାଟିଦେଇଛି। ଶିବ ବାବା କହୁଛନ୍ତି ମୋ ବିନା କେହି ପାବନ କରିପାରିବେ ନାହିଁ। ସମସ୍ତ ଅଭିନେତା ଏହିଠାରେ ଅଛନ୍ତି। ବୃଦ୍ଧି ପାଇ ଚାଲିଛି, ବର୍ତ୍ତମାନ ଘରକୁ ଫେରି ପାରିବେ ନାହିଁ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ, ନମସ୍ତେ ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର, ସ୍ୱଚିନ୍ତନ ଏବଂ ପାଠପଢ଼ାରେ ମଜ୍ଜି ରହିବାକୁ ହେବ, ଅନ୍ୟକୁ ଦେଖିବାର ନାହିଁ। ଯଦି କେହି ଭଲ କଥା କହୁନାହାନ୍ତି ତେବେ ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦେବାର ଅଛି। ଅଭିମାନ କରି ପାଠପଢ଼ାକୁ ଛାଡ଼ିବାର ନାହିଁ। 2 ନମ୍ବର, ବଞ୍ଚି ଥାଉ ଥାଉ ସବୁ କିଛି ଦାନ କରି ସେଥିରୁ ନିଜର ମମତା ତୁଟାଇ ଦେବାର ଅଛି। ସମ୍ପୂର୍ଣ୍ଣ ସମର୍ପଣ କରି ନିମିତ୍ତ ହୋଇ ହାଲୁକା ହୋଇ ରହିବାର ଅଛି। ଦେହୀ ଅଭିମାନୀ ହୋଇ ସମସ୍ତ ଦୈବୀ ଗୁଣ ଧାରଣ କରିବାର ଅଛି। ବରଦାନ, ଭିନ୍ନତାକୁ ସମାପ୍ତ କରି ଏକତା ସୃଷ୍ଟି କରୁଥିବା ସଚ୍ଚା ସେବାଧାରୀ ହୁଅ। ଭିନ୍ନତାକୁ ସମାପ୍ତ କରି ଏକତା ସୃଷ୍ଟି କରୁଥିବା ସଚ୍ଚା ସେବାଧାରୀ ହୁଅ। ଡିଟେଲ୍ସ, ବ୍ରାହ୍ମଣ ପରିବାରର ବିଶେଷତା ହେଲା ଅନେକ ହୋଇଥିଲେ ମଧ୍ୟ ଏକ। ତୁମମାନଙ୍କର ଏକତା ଦ୍ୱାରା ହିଁ ସାରା ବିଶ୍ୱରେ ଏକ ଧର୍ମ, ଏକ ରାଜ୍ୟର ସ୍ଥାପନା ହେଉଛି। ସେଥିପାଇଁ ଏଥିପ୍ରତି ବିଶେଷ ଧ୍ୟାନ ଦେଇ ବିଭିନ୍ନତାକୁ ସମାପ୍ତ କର ଏବଂ ଏକତା ଆଣ, ତେବେ କୁହାଯିବ ସଚ୍ଚା ସେବାଧାରୀ। ସେବାଧାରୀ ନିଜ ପାଇଁ ନୁହନ୍ତି, କିନ୍ତୁ ସେବା କରିବା ପାଇଁ ଥାନ୍ତି। ନିଜର ସବୁକିଛି ସେବା ପ୍ରତି ସ୍ୱାହା କରିଥାନ୍ତି। ଯେପରି ସାକାର ବାବା ସେବାରେ ହାଡ଼ ମଧ୍ୟ ସ୍ୱାହା କରିଦେଇଥିଲେ, ଅର୍ଥାତ୍ ସର୍ବସ୍ୱ ସ୍ୱାହା କରିଦେଇଥିଲେ, ସେହିପରି ତୁମମାନଙ୍କର ପ୍ରତ୍ୟେକ କର୍ମେନ୍ଦ୍ରିୟ ଦ୍ୱାରା ସେବା ହେଉଥାଉ।
ସ୍ଲୋଗାନ। ଯଦି ପରମାତ୍ମାଙ୍କର ସ୍ନେହରେ ହଜିଯିବ ତେବେ ଏହି ଦୁଃଖର ଦୁନିଆ ଭୁଲି ହୋଇଯିବ। ଯଦି ପରମାତ୍ମାଙ୍କର ସ୍ନେହରେ ହଜିଯିବ ତେବେ ଏହି ଦୁଃଖର ଦୁନିଆ ଭୁଲି ହୋଇଯିବ। ଓମ୍ ଶାନ୍ତି।